ଏକ ଘଞ୍ଚ ଜଙ୍ଗଲ ଭିତରେ ସୁନ୍ଦର ନୀଳ ରଙ୍ଗର ଏକ ଝରଣା ବୋହି ଯାଇଥାଏ। ସବୁ ପଶୁପକ୍ଷୀମାନେ ସେହି ଝରଣାଟି ଉପରେ ନିର୍ଭର କରନ୍ତି। ରାଜାଙ୍କର ପୁରା କଟକଣା ରହିଛି। ପ୍ରଜାବତ୍ସଳ ରାଜା ସିଂହ ସବୁ ପଶୁପକ୍ଷୀମାନଙ୍କୁ ସମାନ ଅଧିକାର ଦେଇଥାନ୍ତି। କେହି ଉଚ୍ଚ, କେହି ନୀଚ, କେହି ବଳବାନ, କେହି ବି ନୁହନ୍ତି। ସମସ୍ତଙ୍କୁ ସମାନ ଅଧିକାର ଦେଇଥାନ୍ତି। ରାଜା ସବୁବେଳେ ଦରବାର ଲଗେଇକି ପ୍ରଜାମାନଙ୍କର ଭଲମନ୍ଦ ବୁଝନ୍ତି। ଆଉ ବାଘ ବିଲୁଆକୁ କହିଦେଇଥାନ୍ତି କି ସେ ଯେମିତି ପଶୁପକ୍ଷୀମାନଙ୍କୁ କୌଣସି ପ୍ରକାର କଷ୍ଟ ନ ଦିଅନ୍ତି। ରାଜାଙ୍କ ଶାସନରେ ତୃଣଭୋଜୀ ପ୍ରାଣୀମାନେ ଅତ୍ୟନ୍ତ ଖୁସିରେ ବିଚରଣ କରନ୍ତି, କାରଣ ରାଜା ସେମାନଙ୍କୁ ପୁରା ଅଧିକାର ଦେଇଥାନ୍ତି। ତାଙ୍କୁ କେହି ବି କଷ୍ଟ ଦେବେନି କି ଡରାଇବେ ନାହିଁ। ମହାରାଜ, ମୁଁ ହରିଣ ବଂଶ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି। ମହାରାଜ, ଆପଣଙ୍କ ଶାସନରେ ଆମେ ଅତ୍ୟନ୍ତ ଖୁସି। ହରିଣର କଥା ଶୁଣି ସିଂହ ମହାରାଜ ଗର୍ଜନ କରି କହିଲେ, ହଁ, ମୁଁ ତୁମମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିଛି। ତୁମେ ବିଲକୁଲ ବି ବ୍ୟସ୍ତ ହୁଅନି। କିଛି ବି ଅସୁବିଧା ହୁଏ ତୁମେ ସଙ୍ଗେ ସଙ୍ଗେ ମୋ ପାଖକୁ ଆସିବ। ମୁଁ ତୁମର ସବୁ ଅସୁବିଧା ଦୂର କରିଦେବି। ଗୋଟେ ପଟରେ ବାଘ ଆଉ ତା ଦଳ, ଆର ପଟରେ ସାରା ଜଙ୍ଗଲ ଜୀବଜନ୍ତୁ ସେଇପଟେ ପାଣି ପିଅନ୍ତି ଆଉ ସମସ୍ତେ ଅଲଗା ଅଲଗା ରାସ୍ତା ଦେଇ ଚାଲିଯାଆନ୍ତି। ଗୋଟେ ଦିନ ତରତର ହୋଇ ଠେକୁଆଟିଏ ପାଣି ପିଇବା ପାଇଁ ଆସୁଥାଏ। ବାଘ ତା ଦଳ ବଦଳି ଆଡ଼ର କଢ଼ରେ ଛିଡ଼ା ହୋଇଥାଏ। ବାଘ ତାକୁ ଦେଖି ଗର୍ଜନ କରି କହୁଛି, ଆରେ ବୁଝିଲେ ବିଲୁ, ରାଜା କି ନିୟମ କରିଦେଲେ ଆଉ ଛୋଟ ଛୋଟ ଜୀବମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ରେ। କ'ଣ ଯେ କହିବ କୁହ? ହଉ ଦେଖିବା କେତେଦିନ ରାଜାଙ୍କ ନିୟମ ୟାଙ୍କୁ ବଞ୍ଚେଇ ରଖୁଛି। କ'ଣ ହେଲା କି ମାମୁଁ? ମୁଁ ଟିକେ ବ୍ୟସ୍ତରେ ଅଛି ତ, ତେଣୁ ତୁମେ ମୋତେ ଡିଷ୍ଟର୍ବ କରନି ପାଣି ପିଇବାରେ। ତୁମକୁ ଏଇ ଅଇଁଠା କିଆ ବିଲୁ ଡରୁଥିବ। ଏ କଥା ଶୁଣି ବୁଝିଲ ନା ମାମୁଁ, ଏ ଠେକୁଆମାନେ ତୁମ ମୁଣ୍ଡ ଖରାପ କରିଦେବେ। ତୁମେ ଏଠୁ ପଳେଇ ଚାଲ ଶୀଘ୍ର। କ'ଣ ଦରକାର ଯେ ଏ ଛୋଟ ଲୋକଙ୍କ ସାଙ୍ଗେ ଲଢ଼ିବାଟା? ବାଘକୁ ବୁଝାଇ ସୁଝାଇ ବିଲୁଆ ସେ ଜାଗାରୁ ବାଘକୁ ନେଇଗଲା। ହେଲେ ବାଘ ମୁଣ୍ଡ ଏକଦମ ତଳୁକୁ ହୋଇଯାଇଥାଏ। ସବୁବେଳେ ସେ ଚିନ୍ତା କରୁଥାଏ କେମିତି ଜଙ୍ଗଲ ଶାସନ ତା ହାତକୁ ଆସିବ। ଆଉ ତା ବାଣରେ ନିଆଁ ଲଗାଉଥାଏ ସେ ବିଲୁଆ। ବୁଝିଲ ମାମୁଁ, କିଛି ଗୋଟେ ଉପାୟ କରି ସେ ରାଜାଙ୍କୁ ହଟାଇବାକୁ ପଡ଼ିବ। ନହେଲେ ଆମେ ପୁରା ରାସ୍ତାକୁ ଆସିଯିବା। ଆମ ଶାସନ ଆସିଲେ ଏ ଜଙ୍ଗଲରେ ଆମର ହିଁ ସବୁକିଛି ଠିକ୍ ହେବ। ତୁମେ କ'ଣ କହୁଛ ମାମୁଁ? ବିଲୁଆ ଦିନ ରାତି ବାଘ ପଛରେ ଲାଗି ରହିଲା, କାରଣ ଏଥିରେ ତା ସ୍ୱାର୍ଥ ଅଛି। ବାଘ ବଡ଼ ବଡ଼ ଶିକାର କରେ, ସେଥିରୁ ଯେଉଁ ମାଂସ ବଳି ପଡ଼େ ତାକୁ ବିଲୁଆ ଖାଏ। ସେଥିପାଇଁ ସେ ବାଘର ପିଛା ଛାଡ଼ୁନଥାଏ। ସବୁବେଳେ ବାଘକୁ ଟିଆଉଥାଏ ସେ କେମିତି ନା କେମିତି ଜଙ୍ଗଲ ଶାସନ ତା ହାତକୁ ଆଣିବ। ଯଦି ଜଙ୍ଗଲ ଶାସନ ତା ହାତକୁ ଆସିଗଲା ତାହେଲେ ସେ ତ ପୁରା ମାଲାମାଲ ହୋଇଯିବ। ବାଘ କହିଲା, ବିଲୁ, ତୁ ଜମାରୁ ବ୍ୟସ୍ତ ହନା। ଦେଖିବୁ କି ଦିନେ ନା ଦିନେ ଏ ଜଙ୍ଗଲ ଶାସନ ଆମ ହାତକୁ ଆସିବ। ସବୁଦିନ ନଥାଏ ଅନ୍ଧାର ରାତି, ଦିନେ ନା ଦିନେ ରାତି ପାହିବରେ ଦେଖିବୁ ମୁଁ ସେ ବୁଢ଼ା ରାଜାକୁ ନିଶ୍ଚୟ ବନ୍ଦୀ କରି ମୋ ଗୁମ୍ଫାରେ ଆଣି ରଖିଦେବି। ବାଘ ବିଲୁଆ ଏହିପରି ଭାବେ କଥାବାର୍ତ୍ତା ହୋଇ ତାଙ୍କ ଶକ୍ତିକୁ ବଳ ଗୋଟାଇବା ପାଇଁ ସେମାନେ ଭାଲୁ ଘରକୁ ଚାଲିଗଲେ। ଭାଲୁକୁ ମଧ୍ୟ ଭଲ ଭଲ ଲୋଭନୀୟ ସବୁ କଥା କହିଲେ। ଭାଲୁ ମଧ୍ୟ ରାଜି ହୋଇଗଲା। ସେମାନେ ଯିବା ପରେ ଭାଲୁ ମନେ ମନେ ଚିନ୍ତା କରୁଥାଏ, ଆରେ ସତ କଥା, ଯଦି ବାଘ ଶାସନ କଲା ତାହେଲେ ତ ମୋତେ ବହୁତ ବଢ଼ିଆ ଖାଇବା ମିଳିବ। ମୁଁ ତ ଏକେବାରେ ଶୋଇବି ଆଉ। ଏହିପରି ଭାବେ ନିଜ ନିଜ କଥାବାର୍ତ୍ତା ହେଉଥାଏ। ତାପରେ ସେମାନେ ହରିଣକୁ ଭେଟି ହରିଣକୁ ମଧ୍ୟ ଲୋଭନୀୟ କଥା କହିଲା। ଏଇ ତମେମାନେ ଶୁଣ, ତମମାନଙ୍କୁ ମୁଁ ଯଦି ରାଜା ହୁଏ ବହୁତ କିଛି ଜିନିଷ ଖାଇବାକୁ ଦେବି। ତମେମାନେ ସବୁଆଡ଼େ ବୁଲି ପାରିବ। ତମେ ମୋ କଥା ଟିକେ ଚିନ୍ତା କର, ଆଉ ସେ ବୁଢ଼ା ରାଜା କଥାରେ ଉଠ ବସ ହୁଅ ନା। ବାଘ ସେମାନଙ୍କୁ ଲୋଭନୀୟ କଥା କହୁଥାଏ। ହେଲେ ହରିଣମାନଙ୍କୁ ଠିକ୍ ଜଣାଅଛି ବାଘ ଯଦି ଶାସନକୁ ଆସିଲା କି ଅବସ୍ଥା ଏ ଜଙ୍ଗଲରେ ହେବ। ବାଘ ଆଉ ବିଲୁଆ ମିଶି ଉପାୟ ପାଞ୍ଚୁଥାନ୍ତି। ବୁଝିଲ ମାମୁଁ, ଜଙ୍ଗଲ ମାମୁଁ, ତୁମେ ଦେଖିବ ଆମ ପ୍ଲାନ୍ ନିଶ୍ଚିତ ସକ୍ସେସ୍ ହେବ। ଦେଖିବ ଏମିତି ଭାବରେ ସେ ରାଜା ଫସିବ, ସିଏ ଅକା ଧଉଥିବ ଆଉ ଗୁଣ ଗାଉଥିବ, ଆଉ ତୁମେ ରାଜା ହେଇଗଲେ ମୋତେ ମନ୍ତ୍ରୀ ପଦଟା ନିଶ୍ଚିତ ଦେବ। ବୁଝିଲ ତ? ଏହିପରି ଭାବେ ବାଘ ଆଉ ବିଲୁଆ ମିଶି କୁଚକ୍ରାନ୍ତ କରିଥାନ୍ତି ସେ ରାଜାଙ୍କ ବିରୁଦ୍ଧରେ। ହେଲେ ରାଜା ତାଙ୍କ କାର୍ଯ୍ୟରେ ନିବୃତ୍ତି ରହିଥାନ୍ତି। ସବୁବେଳେ
ପଶୁପକ୍ଷୀମାନଙ୍କୁ ମିଳନ୍ତି ଆଉ ତାଙ୍କ ଭଲ ମନ୍ଦ ପଚାରି ବୁଝନ୍ତି ଆଉ କାହାର କିଛି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ସେଇ କ୍ଷଣି ସେ ସମାଧାନ କରିଦିଅନ୍ତି। ସେଇଦିନ ବି ସେ ଏକ ସଭା ଡକାଇଥାନ୍ତି। ସେଥିରେ ଜଳଚର କତୁରୁ ଆରମ୍ଭ କରି ସବୁ ପ୍ରାଣୀ ଉପସ୍ଥିତ ଥାଆନ୍ତି। ମୁଁ ଜାଣିଛି ମୋ ବିରୁଦ୍ଧରେ କୁଚକ୍ରାନ୍ତ ଚାଲିଛି, ହେଲେ ତଥାପି ମୁଁ ମୋ ରାଜକାର୍ଯ୍ୟରୁ କେବେ ଅବହେଳା କରିବି ନାହିଁ ଆଉ ସମସ୍ତଙ୍କୁ ଯେମିତି ଭାବରେ ରକ୍ଷା କରୁଛି, ଭଲ ପାଉଛି, ସମସ୍ତଙ୍କ ସୁବିଧା ଅସୁବିଧା ବୁଝୁଛି, ମୁଁ ନିଶ୍ଚିତ ବୁଝିବି। ଆଉ ତୁମେମାନେ ନିଶ୍ଚିନ୍ତରେ ରୁହ। ମୁଁ ବରଂ ନିଜ ଜୀବନ ଦେଇଦେବି, ହେଲେ ଜଙ୍ଗଲର କିଛି କ୍ଷତି ହେବାକୁ ଦେବିନି, ତୁମମାନଙ୍କର ବି। ରାଜା ଏହିପରି ଭାବେ ସମସ୍ତଙ୍କୁ ଉପଦେଶ ଦେଉଥାନ୍ତି। ସେପଟେ ବାଘ ବିଲୁଆ ନିଜ ପ୍ଲାନ୍କୁ ଶେଷ ପର୍ଯ୍ୟାୟ ଦେଉଥାନ୍ତି। ବୁଝିଲ ତ ସାଙ୍ଗମାନେ, ମୁଁ ଯେଉଁ ଉପାୟରେ କହିଲି, ଯଦି ଆମେ ସେଇ ଉପାୟରେ ନିଶ୍ଚିତ ଯିବା ତାହେଲେ ଆମେ ନିଶ୍ଚିତ ଜଙ୍ଗଲରେ ବାଘମାନଙ୍କୁ ରାଜା କରେଇ ଆମେ ଜଙ୍ଗଲ ଉପରେ ରାଜ କରିବା। ହଁ, ବେଲୁଆ ଠିକ୍ କଥା କହୁଛି। ତମେ ଯଦି ମୋ ଉପାୟରେ ଯିବ ତାହେଲେ ଏ ଜଙ୍ଗଲ ଉପରେ ତୁମେମାନେ ନିଶ୍ଚିତ ରାଜ କରିବ। ଆଉ ମୁଁ ରାଜା ହୋଇଗଲେ ଏ ଜଙ୍ଗଲରେ ତୁମେ ପୁରା ରାଜ କରିବ। ଯାହା ମନ କରିବ, ଯାହାକୁ ମାରି ଖାଇବ, ସବୁ ଖାଇବ। ମୁଁ ତୁମକୁ କିଛି ବି କହିବିନି, ହେଲେ ତୁମେମାନେ ମୋତେ ସାହାଯ୍ୟ କର ଆଉ ରାଜା କରେଇ ଦିଅ। ଆଉ ଆମେମାନେ ସେ ରାଜାକୁ ବନ୍ଦୀ କରି ମୁଁ ମୋ ଗୁମ୍ଫାରେ ଲୁଚେଇ ରଖିବି। ତାଙ୍କ ପତ୍ତା ବି କେହି ପାଇବେନି। କ'ଣ ମୋ ସାଥରେ ରହିବ ତ? ତାପରେ ସେମାନେ ବାହାରି ପଡ଼ିଲେ ରାଜାକୁ କିଡ଼ନାପ୍ କରିବା ପାଇଁ। ଦଳବଳ ସହିତ ବାଘ ଆଗେଇ ଚାଲିଥାଏ ରାଜାକୁ କିଡ଼ନାପ୍ କରିବ ବୋଲି। ସେପଟେ ବାଘ ବିଲୁଆ ମିଶି ଷଡ଼ଯନ୍ତ୍ର କରିଥାନ୍ତି, ହେଲେ ରାଜା ବିଲକୁଲ ବି ସେ କଥା ଜାଣିନଥାନ୍ତି। ସେ ରାଜକାର୍ଯ୍ୟରେ ବ୍ୟସ୍ତ ଥାନ୍ତି। ହେଲେ ବାକି ପଶୁମାନେ ସବୁ କଥା ଜାଣି ନେଇଥାନ୍ତି। ସେମାନଙ୍କୁ ହରିଣ ଡାକି କହିଲା, ବୁଝିଲ ଭାଇମାନେ, ଆମ ରାଜାଙ୍କୁ ରାସ୍ତାରୁ ହଟାଇବା ପାଇଁ ବାଘ ଓ ବିଲୁଆ ମିଶି ଏକ ଚକ୍ରାନ୍ତ କରିଛନ୍ତି। ଆମେ ତାଙ୍କ ଚକ୍ରାନ୍ତକୁ ସଫଳ ହେବାକୁ ଦେବା ନାହିଁ। ଆମେ ଆମ ରାଜାକୁ ନିଶ୍ଚିତ ଉଦ୍ଧାର କରିବା। ଆମ ରାଜା ଆମ ପାଇଁ ଭଗବାନ ସଦୃଶ୍ୟ। ଶେଷରେ ବାଘ ବିଲୁଆର ପ୍ଲାନ୍ ସକ୍ସେସ୍ ହେଲା। ସେମାନେ ରାଜାକୁ ବନ୍ଦୀ କରିନେଲେ। ବୁଝିଲୁ ବିଲୁଆ, ତୁ ଯାଇ ସାରା ଜଙ୍ଗଲରେ ଘୋଷଣା କରିଦେ, ରାଜା ଜଙ୍ଗଲ ଛାଡ଼ି ପଳାଇଛନ୍ତି। ବିଲୁଆ ତାହା ଶୁଣି ଜଙ୍ଗଲରେ ହାହାକାର ମଚାଇବା ପାଇଁ ଚାଲିଗଲା। ବାଘ ମନକୁ ମନ ବହୁତ ଖୁସି ହେଉଥାଏ। ବାଘ ଜଙ୍ଗଲର ରାଜାକୁ ବନ୍ଦୀ କରି ମନେ ମନେ ଅତ୍ୟନ୍ତ ଖୁସି ହେଉଥାଏ ଆଉ ମନେ ମନେ ଭାବୁଥାଏ, ଯଦି ସିଏ ରାଜା ହେଲା ତ ସେ କେମିତି ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ ମାରି ଖାଇବ, ତା ପ୍ରତି ଘଟିଥିବା ସବୁ ଅନ୍ୟାୟକୁ ସେ ଗୋଟି ଗୋଟି କରି ପ୍ରତିଶୋଧ ନେବ। ଏହା ଭାବି ସେ ଅତ୍ୟନ୍ତ ଖୁସି ହେଉଥାଏ। ସେପଟେ ବିଲୁଆ ବାଘର କଥା ମାନି ସବୁ ଜୀବଜନ୍ତୁମାନଙ୍କୁ ଯାଇ ଡରାଇଲା ଆଉ ସେମାନଙ୍କୁ କହିଲା, ହଁ ବୁଝିଲ, ଆଉ ରାଜାଙ୍କର ତ କିଛି ଠିକଣା ନାହିଁ। ତମକୁ ଏଥର କିଏ ବଞ୍ଚେଇବ? ବାଘକୁ ଯେମିତି ଭାବେ ଅପମାନ କରିଛ, ସେ ତମକୁ ଗୋଟି ଗୋଟି କରି ଖାଇବ, କାହାକୁ ବି ଛାଡ଼ିବନି। ଏବେ ନିଜ ପଛ ନିଜେ ସମ୍ଭାଳରେ ବାବା। ବିଲୁଆ କହିଦେଇ ଚାଲିଯିବା ପରେ ଏ କଥାଟା କାହାକୁ ବି ହଜମ ହେଲା ନାହିଁ। ଗୋଟେ ଠେକୁଆ ତା ମନେ ମନେ ଚିନ୍ତା କରି ସମସ୍ତଙ୍କୁ କହିଲା, ବୁଝିଲ ଭାଇମାନେ, ମୋତେ କାହିଁ ଲାଗୁଛି ରାଜା ବଡ଼ ଷଡ଼ଯନ୍ତ୍ରରେ ଫସି ଯାଇଛନ୍ତି। ନହେଲେ ଆମ ରାଜା କେବେ ଆମକୁ ଧୋକା ଦେଇ କୁଆଡ଼େ ଚାଲିଯିବେ ନାହିଁ। ଚାଲ ଆମେ ସମସ୍ତେ ମିଶି ରାଜାଙ୍କୁ ଖୋଜିବା ଆଉ ନିଶ୍ଚିତ ପାଇବା। ରାଜା ସମସ୍ତଙ୍କୁ ଭଲ ପାଉଥିଲେ। ସେ ସ୍ଥଳଜୀବ ହେଉ କିମ୍ବା ଜଳଚର, ସେ ସମସ୍ତଙ୍କୁ ଭଲ ପାଉଥିଲେ। ଗୋଟେ କଇଁଚଟେ ରାଜାଙ୍କ ଠାରୁ ଅନେକ ଉପକାର ପାଇଥାଏ। ସେ ମଧ୍ୟ ରାଜାଙ୍କୁ ମନେ ମନେ ଖୋଜୁଥାଏ ଆଉ ଚିନ୍ତା କରୁଥାଏ, ସତରେ ରାଜା କ'ଣ କୁଆଡ଼େ ସତରେ ଚାଲିଗଲେ? ନା, ରାଜନ କେବେ ଏମିତି କରିପାରିବେ ନାହିଁ। ମନକୁ ମନ ଚିନ୍ତା କରୁଥାଏ। ସେହି ସମୟରେ ଏକ ହରିଣ ତା ପାଖେ ଆସି ପହଞ୍ଚିଲା। ମନ ଦୁଃଖ କରି ତାକୁ କହିଲା, ବୁଝିଲ କଇଁଚ ଭାଇ, ମୁଁ ରାଜାଙ୍କୁ ସବୁଆଡ଼େ ଖୋଜି ସାରିଲିଣି। ଆମେ କେହି ବି ତାଙ୍କର ଠିକଣା ପାଉନାହୁଁ। ସତରେ ରାଜା ଯଦି ନ ରହିବେ ଆମର କି ଅବସ୍ଥା ହେବ, ତୁମେ କଇଁଚ ଭାଇ କହିଲ? ସେ କଥା ଶୁଣି କଇଁଚ ତୁରନ୍ତ କହୁଥାଏ, ହଁ ହରିଣ ଭାଇ, ମୋତେ ତ ଭାରି ଦୁଃଖ ଲାଗୁଛି। ଚାଲ ଆମେ ରାଜାଙ୍କୁ ଅନେକ ଜାଗାରେ ଆହୁରି ଖୋଜିବା, କାଳେ ସେ ଯଦି ମିଳିଯିବେ। ଏହିପରି ଭାବେ କୁହା କୁହା ହେଉ ହେଉ ତାଙ୍କରେ ମନେ ପଡ଼ିଲା ସେ ତୋର ବାଘର ଗୁମ୍ଫା ଖୋଜି ନାହାନ୍ତି। କଇଁଚ ସବୁ କଥା କହିଦେଲା। ହରିଣ ମଧ୍ୟ ଦମ୍ଭ ଧରିଲା କି ସିଏ ଯାଇ ବାଘର ଗୁମ୍ଫାରେ ମହାରାଜାଙ୍କୁ ଖୋଜିବା ପାଇଁ ଦୁଇ ଜଣ ବାହାରି ପଡ଼ିଲେ।
ଜାଣିଲ କଇଁଛ ଭାଇ, ଆମେ ଚୁପ୍ ଚୁପ୍ ଯାଇ ବାଘର ଗୁମ୍ଫାକୁ ଦେଖିବା। ଯଦି ମହାରାଜ ଥିବେ ସେଠି ସମସ୍ତଙ୍କୁ ଡାକିକି ନେଇଯିବା। ଶେଷରେ ସମସ୍ତେ ମିଳିମିଶି କରି ରାଜାଙ୍କୁ ବାଘ ଗୁମ୍ଫାରୁ ବଞ୍ଚାଇ ଦେଲେ। ରାଜା ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଆଉ ସମସ୍ତଙ୍କୁ ଡାକି କହିଲେ, ମୋର ପ୍ରିୟ ପ୍ରଜାଗଣ, ତୁମକୁ ଅଶେଷ ଅଶେଷ ଧନ୍ୟବାଦ। ତୁମ ପାଇଁ ମୁଁ ଏକ ନୂଆ ଜୀବନ ପାଇଲି। ମୁଁ ଜାଣିଛି ଏ କାଣ୍ଡ କାରଖାନା କିଏ ଘଟେଇଛି। ମୁଁ ତୁମକୁ ଏ ବିଷୟରେ କିଛି ବି କହୁନି। ମୂଷାକୁ ବି ଅଶେଷ ଅଶେଷ ଧନ୍ୟବାଦ। ସିଏ ଜାଲ କାଟି ମୋତେ ମୋ ଜୀବନ ଫେରେଇ ଦେଲା। ତୁମମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯଦି ଗୋଟେ ରାଜାର ଏହିପରି ଭାବେ ପ୍ରଜା ଥିବେ ତାହାର ଆଉ ମରଣକୁ ବି ଡର ନଥିବ। ତୁମମାନଙ୍କୁ ଅଶେଷ ଧନ୍ୟବାଦ। ତୁମେ ତୁମ ରାଜାର ଜୀବନ ବଞ୍ଚାଇଲ।